এই শোভাযাত্রা বিশাল শোভাযাত্রার আয়োজন କରାଯାଇଛି ଆମ ଗାଁର ଯୁବକ ଆଖପାଖ ପଞ୍ଚାୟତର ଯୁବକ ମାନେ ଆଜି ରାମନବମୀ ଉପଲକ୍ଷେ ବିଶାଳ ଶୋଭାଯାତ୍ରାର ଯୋଜନା ରହିଛି। ବର୍ତ୍ତମାନ ଆମେ ଏଇଠୁ ବାହାରିକି ଘସିପୁରା ବ୍ଲକର କୋଣ ଅନୁକୋଣକୁ ବୁଲିବାକୁ ଯିବୁ। ଆମେ ପୁରା ଉତ୍ସାହିତ, ଆମ ପିଲାମାନଙ୍କୁ ଆପଣ ଦେଖିପାରୁଥିବେ କେତେ ଉତ୍ସାହିତ। ସବୁ ଇଏ ହଉଛନ୍ତି ସବୁ କଟ୍ଟର ହିନ୍ଦୁ। ହିନ୍ଦୁଙ୍କର ପୂଜ୍ୟ ଦେବତା ଶ୍ରୀରାମଙ୍କ ନବମୀ ଆଜି ରାମନବମୀରେ ଆମେ ସବୁ ପିଲାମାନେ ଶୋଭାଯାତ୍ରାରେ ବାହାରିଛୁ। ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ। ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବିଭିନ୍ନ ସ୍ଥାନରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବଡ଼ଦାଣ୍ଡଠାରେ ଦୀର୍ଘ ପ୍ରାୟ 50 ବର୍ଷ ଧରି ପାଳିତ ହୋଇ ଆସୁଥିବା ପୂଜା କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଇଛି। ସେହିପରି 1983 ମସିହାରୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅନ୍ୟାୟ ଉପରେ ନ୍ୟାୟର ବିଜୟ, ସନାତନ ହିନ୍ଦୁ ଧର୍ମର ଭାଇଚାରା ତଥା ପାରିବାରିକ ଓ ସାମାଜିକ ଜୀବନରେ ମର୍ଯ୍ୟାଦା ଓ ସଂସ୍କାରର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟରେ ସଂଘ ପରିବାରର ବରିଷ୍ଠ ସଦସ୍ୟ ଶ୍ରୀଧର ସାହୁଙ୍କ ବାସଭବନରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏତଦ୍ବ୍ୟତୀତ ଘସିପୁରା ବ୍ଲକ ଭଣ୍ଡାରୀଡିହା ପଞ୍ଚାୟତ ପଦନପୁର ଗ୍ରାମରେ ପାଖାପାଖି 500ରୁ ଉର୍ଦ୍ଧ୍ୱ ଯୁବକ ସନାତନ ଧର୍ମ ଓ ହିନ୍ଦୁତ୍ୱର ନାରା ଦେଇ ପାଖାପାଖି 30ରୁ ଉର୍ଦ୍ଧ୍ୱ ଗାଁରେ ବାଇକ୍ ରାଲି କରି ଜୟ ଶ୍ରୀରାମ ଶବ୍ଦରେ ମୁଖରିତ ହୋଇଥିଲା ସମଗ୍ର ଅଞ୍ଚଳ। 1983 ମସିହାରୁ ମୁଁ ମୋ ଛାତ୍ର ଜୀବନରୁ ଏଇ ଆରମ୍ଭ କରିଛି ଶ୍ରୀରାମ ନବମୀ। ଯେତେବେଳେ ଏଠି କିଛି କେଉଁଠି ଶ୍ରୀରାମଙ୍କର ପୂଜନ ହୁଏନି, ସେଇ ସମୟରେ ମୁଁ ପାଳନ କରି ଆସୁଛି। ସେଇ ସମୟରେ ରାମଙ୍କର ଯେଉଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଯେଉଁ ଆଦର୍ଶକୁ ଅନୁପ୍ରାଣିତ ହେଇକି ସମାଜରେ ଗୋଟେ ଭାଇଚାରା, ଗୋଟେ ସଂସ୍କାରମୂଳକ କାର୍ଯ୍ୟ ଆଗେଇବ ଏବଂ ସେଇ ହିସାବରେ ମୁଁ ତାଙ୍କର ଯେଉଁ ଜୀବନୀ, ରାମଚନ୍ଦ୍ରଙ୍କର ଜୀବନୀକୁ ନେଇକି ମୁଁ ଇଏ କରିଛି। ଆମର ଯେଉଁ ସନାତନ ହିନ୍ଦୁ ସଂସ୍କୃତିରେ ଏ ଯେଉଁ ସବୁ ମାନେ ଅଛି, ପ୍ରଭୁ ଶ୍ରୀରାମ କେମିତି କଷ୍ଟ ସହିକି ବାପାଙ୍କର ଆଦେଶକୁ ମାନି 14 ବର୍ଷର ବନବାସ କରି ଯେଉଁଭଳି ମାନେ ଅଧର୍ମର ନାଶ କରିକି ଯେଉଁଭଳିଆ ଧର୍ମର ପ୍ରତିଷ୍ଠା କରିଥିଲେ, ସମାଜରେ ଗୋଟେ ମର୍ଯ୍ୟାଦାର ଇଏ ବାର୍ତ୍ତାବହ ହେଇଥିଲେ, ସେଇ ହିସାବରେ ମୁଁ ଆଜି ପର୍ଯ୍ୟନ୍ତ ପୂଜା କରି ଆସୁଛି। ସମସ୍ତଙ୍କୁ ସେଇ ମାର୍ଗରେ ବି ପୂଜା କରାଇବା ପାଇଁ ଏବଂ ତାଙ୍କ ମାର୍ଗରେ ଚାଲିବା ପାଇଁ କହୁଛି। ଆମର ବହୁତ ଭଲସେ ଆୟୋଜନ ହେଇଛି। ଆମେ ବି ଆହୁରି ବର୍ଷକୁ ବର୍ଷ ଆଡ଼ମ୍ବର କରିବାକୁ ପାଇଁ ଚାହୁଁଛୁ। ସେଥିପାଇଁ ଆମର ଯେତିକି ବି ଆମ ଗ୍ରାମବାସୀର ଯେତେ ଯୁବକ ସଂଘ ଅଛନ୍ତି, ଆମ ଆଖପାଖର ଗ୍ରାମବାସୀ ଯୁବକମାନଙ୍କୁ ଆମେ ଇନଭିଟେସନ ଦେଇକି ବୁଲାଇଛୁ। ଆମେ ଚାହୁଁଛୁ ଆକୁ ଧୀରେ ଧୀରେ ବହୁତ ବଡ଼ କରିବା ପାଇଁ। ଆଉ ଆମ ସମସ୍ତଙ୍କର ମନୋବୃତ୍ତି ଏକ ଅଛି, ଆମେ ସମସ୍ତେ ବହୁତ ଭଲ ଭାବେ ଆକୁ ପାଳନ କରୁଛୁ। ଆମର ଆଜି ଅଛି ପଦନପୁରଠୁ ଆରମ୍ଭ କରିବୁ, ଭଣ୍ଡାରୀଡିହା, ନରସିଂହପୁର, ତରିମୂଳ, କଣ୍ଟାରୋଇ, ଦେଓଗାଁ, ତାପରେ ଆମର ନୂଆପଡ଼ା ପରେ ଆମର ଆସିବ କହିନିପୁରା, ବଲ୍ଲାମପୁର, ଘସିପୁରା, ଖାଳିଆମେଣ୍ଟା, ଶୈଳ ଦେଇ ପୁଣି ପଦନପୁରରେ ଆମେ ଶେଷ କରିବୁ। ଆମେ ହିନ୍ଦୁତ୍ୱର ନାମ ନେଇକି ସନାତନୀକୁ ଆଗକୁ ବଢେଇବା ପାଇଁ ଶୋଭାଯାତ୍ରା ଆରମ୍ଭ କରିଛୁ। ଯୁବକ ତ ମିନିମମ୍ ଆମର 100ରୁ 150 ଅଛନ୍ତି। ଆମେ ଯେତେବେଳେ ପ୍ରଥମେ ଆରମ୍ଭ କରିଥିଲୁ 50 ପିଲାରୁ ଆରମ୍ଭ କରିଥିଲୁ, ଯାହା ଧୀରେ ଧୀରେ ଆମର ଆଗ୍ରହ ଦେଇକି ଭାଗ ଚାଲିଛି। କେନ୍ଦୁଝରରୁ ଅମୂଲ୍ୟ କୁମାର ଜେନାଙ୍କ ସହ ଗଗନ ବିହାରୀ ଦାସଙ୍କ ରିପୋର୍ଟ, G9 ଓଡ଼ିଆ।